ଜୋରନ୍ଦା ମନ୍ଦିର ଓ ମଠ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଉଚ୍ଚ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ସାଂସଦ ରୁଦ୍ରପାଣି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭିଡ଼ିଓ କନଫରେନ୍ସିଂରେ ଶୁଭେଚ୍ଛା ଜଣାଇଲେ ଅଞ୍ଚଳବାସୀ। ମେଳାର ଅବ୍ୟବହିତ ପୂର୍ବରୁ 24 ଘଣ୍ଟିଆ ଜଳ ଯୋଗାଣ ବ୍ୟବସ୍ଥା ଫଳରେ ମହିମା ଆଶ୍ରମରେ ଖୁସିର ଲହଡ଼ି ଖେଳିଯାଇଛି। ଜୋରନ୍ଦା ମନ୍ଦିର ଓ ମଠ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳକୁ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କରାଯାଇଛି। ONGCର ଆର୍ଥିକ ସହାୟତାରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ନିର୍ମିତ 10 କୋଟି 34 ଲକ୍ଷ ଟଙ୍କାର ଏହି ଜଳ ଯୋଗାଣ ପ୍ରକଳ୍ପକୁ ସାଂସଦ ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାଣି ଉଦ୍ଘାଟନ କରିଥିଲେ। 12ଟି ଓଭରହେଡ୍ ଟ୍ୟାଙ୍କ ଓ 6ଟି ଅଣ୍ଡରଗ୍ରାଉଣ୍ଡ ଟ୍ୟାଙ୍କ ମାଧ୍ୟମରେ 24 ଘଣ୍ଟା ଜଳ ଯୋଗାଣ କରାଯିବ। ଏହାଦ୍ୱାରା ସାଧୁ ସନ୍ନ୍ୟାସୀ, ମେଳାକୁ ଆସୁଥିବା ଭକ୍ତଗଣ ଓ ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀମାନେ ବିଶେଷ ଭାବରେ ଉପକୃତ ହେବେ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ସବୁ ସମୟରେ ଯେପରି ନିୟମିତ ଭାବରେ ଜଳ ଯୋଗାଣ ହେବ ସେଥିପ୍ରତି ବିଭାଗୀୟ ଅଧିକାରୀ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଅଞ୍ଚଳବାସୀଙ୍କୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପର୍ଜଙ୍ଗର ମାନ୍ୟବର ବିଧାୟକ ଶ୍ରୀ ବିଭୂତିଭୂଷଣ ପ୍ରଧାନ, କାମାକ୍ଷାନଗରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା, ହିନ୍ଦୋଳର ମାନ୍ୟବର ବିଧାୟିକା ଶ୍ରୀମତୀ ଅଞ୍ଜଳି ବେହେରା, ଗଅନ୍ଦିଆ ବ୍ଲକ ଚେୟାରମ୍ୟାନ୍ ଶ୍ରୀମତୀ ରୀନାରାଣୀ ଖଟୁଆ, ଜୋରନ୍ଦା ସରପଞ୍ଚ ଶ୍ରୀମତୀ ଆରତୀ ନାୟକ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଢେଙ୍କାନାଳରୁ ସ୍ୱତନ୍ତ୍ର ପ୍ରତିନିଧି ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ, A1 ଓଡ଼ିଶା।